ଜଗାରେ ମୁଁ ଜଗାରେ ତୁ ହସ ଟିକେ ଦେଖିବାକୁ ମୁଁ ମନ ଝୁରେ। ମୁଁ ଜୟଦେବ ସମୁଦ୍ରା ମୁଁ ବି ଗୋଟେ ଧାମରୁ ଆସିଛି ତ୍ରିକୁଟ ଧାମରୁ। ଇଏ ବି ହେଉଛି ଆମର ଧାମ। ଆମ ଭାରତ ବର୍ଷ ଏବଂ ପୃଥିବୀର ଯୋଉ ଚାରି ଧାମ ଅଛି ସେ ଚାରି ଧାମ ମଧ୍ୟରୁ ଇଏ ହେଉଛି ଜଗନ୍ନାଥ ଧାମ, ଶ୍ରେଷ୍ଠ ଧାମ। ଯେମିତି ବୈଦ୍ୟନାଥ, କେଦାରନାଥ, ଅମରନାଥ, ଇଏ ବି ହଉଛନ୍ତି ଜଗନ୍ନାଥ ଧାମ। ତ ସବୁ ତୀର୍ଥ ଆପଣ ଦର୍ଶନ କରି ସାରିଲା ପରେ ଆପଣ ଯେମିତି ଶେଷରେ ଜଗନ୍ନାଥ ଧାମ ଦର୍ଶନ କଲେ ଆପଣଙ୍କର ଯୋଉ ସମ୍ପୂର୍ଣ୍ଣ ଯୋଉ ଧର୍ମ ଯୋଉଟା କି ଆଶା ଆକାଂକ୍ଷା ପୂରଣ ହୁଏ, ଯୋଉ ମାନସିକ ପୂରଣ ହୁଏ, ଯୋଉ ଆଶାରେ ଆପଣ ଚତୁର୍ଥ ଧାମ ଦର୍ଶନ କରନ୍ତି ଏବଂ ଯଦି ଜଗନ୍ନାଥ ଧାମକୁ ଆପଣ ଦର୍ଶନ ନ କରିବେ ତେଣୁ ଆପଣଙ୍କର କୌଣସି ମୂଲ୍ୟ ରହିବନି। ତେଣୁ ଏଇ ଯୋଉ ଜଗନ୍ନାଥ, ସୁଭଦ୍ରା, ବଳଭଦ୍ରା ଅବସ୍ଥିତ ଏଇ ଜଗନ୍ନାଥ ମନ୍ଦିର ଯେଉଁ ଧାମ ଓଡ଼ିଶାରେ ଅବସ୍ଥିତ, ଆପଣଙ୍କର ବିଶ୍ୱାସ ହବନି। କିଛି ପୌରାଣିକ ଶାସ୍ତ୍ରରେ ମଧ୍ୟ ଅଛି, ଆଉ କିଛି ପୌରାଣିକ ଶାସ୍ତ୍ର ଜାଣିଥିବା ବ୍ୟକ୍ତି ମାନେ ଜାଣିଛନ୍ତି ଯେ ଆଉ ଓଡ଼ିଶାରେ ଆଉ ଏକ ଧାମ ଅଛି ଯୋଉଟା କି ତ୍ରିକୁଟ ଧାମ। ଯୋଉ ତ୍ରିକୁଟ ଧାମ କି କଟକ ଜିଲ୍ଲା ବାଙ୍କି ବୈଦେଶ୍ୱରରେ ଅବସ୍ଥିତ, ଯୋଉଟା କି ବର୍ତ୍ତମାନ ମହାନଦୀରେ ସବୁଠାରୁ ଦୀର୍ଘତମ ନଦୀ ବ୍ରିଜ ହୋଇଛି, ଯୋଉଟା କି ଗୋଟେ କରେ ହଉଛି ବାଙ୍କି ବୈଦେଶ୍ୱର ଆଉ ଅନ୍ୟ ପଟେ ବି କଟକ ଜିଲ୍ଲାର ବଡମ୍ବାକୁ ସଂଯୋଗ କରୁଛି। ଆଉ ତାହା ମଝିରେ ଅଛି ସିଂହନାଥ। ଯୋଉ ସିଂହନାଥ ପୀଠକୁ ସଂଯୋଗ କରୁଛି ଟି ବ୍ରିଜ, ବର୍ତ୍ତମାନ ସବୁଠାରୁ ଦର୍ଶନୀୟ ଜାଗାରେ ପରିଣତ। ଆପଣ ଯେଉଁମାନେ ପୁରୀ ଆସୁଛନ୍ତି ଏଇଠାରୁ 90 କିଲୋମିଟର ଡାଇରେକ୍ଟଲି ଆପଣ ଯାଇପାରିବେ, ଯାହାଫଳରେ କି ଆପଣ ସେଇ ଓଡ଼ିଶାର ସେକେଣ୍ଡ ତ୍ରିକୁଟ ଧାମକୁ ଦର୍ଶନ କରିବେ। ଏମିତି ତିନୋଟି ମନ୍ଦିର ଅଛି, ବୈଦ୍ୟନାଥ, ରାମନାଥ, ସିଂହନାଥ। ସେହି ମନ୍ଦିର ତିନୋଟି ପାହାଡରେ ଅବସ୍ଥିତ, ଆଉ ସେଇ ତିନୋଟି ପାହାଡ ହଉଛି ସମବାହୁ ତ୍ରିଭୁଜରେ ଥିବା ତିନୋଟି ଯାକ ପାହାଡ। ପୂର୍ବ କାଳରେ ରାମ, ଲକ୍ଷ୍ମଣ, ସୀତା ଯେତେବେଳେ ବନବାସ ସମୟରେ ନିଜର ଆରାଧ୍ୟ ଦେବତା ଶିବ ମହାପ୍ରଭୁଙ୍କୁ ପୂଜା କରୁଥିଲେ, ସେଇଟା ହଉଛି ନିଜ ନିଜର ଜାଗା ଅନୁସାରେ ବୈଦେହୀ ମା ସୀତାଙ୍କ ନାଁରେ ବୈଦେଶ୍ୱର, ବୈଦ୍ୟନାଥ ଏବଂ ରାମନାଥ ରାମଙ୍କ ଯୋଉଠି ପୂଜା କରୁଥିଲେ, ଏବଂ ଏବଂ ବାବା ଲକ୍ଷ୍ମଣ ଯୋଉକି ସିଂହନାଥ ଯୋଉକି ନଦୀ ମଝିରେ ଅବସ୍ଥିତ। ତେଣୁ ସେଇଠୁ ମଧ୍ୟ ମାତ୍ର 8 କିଲୋମିଟର ଦୂର ଏବଂ ଓଡ଼ିଶାର ପ୍ରସିଦ୍ଧ ରାମ ମନ୍ଦିର ଫତେଗଡ଼ ମଧ୍ୟ ଆମ ତ୍ରିକୁଟ ଧାମରୁ ମାତ୍ର 8 କିଲୋମିଟର। ଯେଉଁମାନେ ବି ତ୍ରିକୁଟ ଧାମ ଦର୍ଶନ କରିବାକୁ ଯିବେ ଏବଂ ଫତେଗଡ଼ ରାମ ମନ୍ଦିର ପ୍ରତିଷ୍ଠା ଯୋଉ ହେଇଥିଲା, ରାମ ମନ୍ଦିର ଅଯୋଧ୍ୟାର ରାମ ମନ୍ଦିର ଯେବେ ପ୍ରତିଷ୍ଠା ହେଇଥିଲା, ଆମର ଫତେଗଡ଼ ଆମର ତ୍ରିକୁଟ ଧାମ ଠାରୁ ମାତ୍ର 8 କିଲୋମିଟରରେ ଅବସ୍ଥିତ। ସେଠିକି ମଧ୍ୟ ଆପଣ ଯାଇକି ଆମ ଭାରତ ବର୍ଷରେ ଯେଉଁଦିନ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା, ସେଇଦିନ ଆମ ଓଡ଼ିଶା ରାଜ୍ୟର ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ର ଏକ ପାହାଡ଼ର ଶୀର୍ଷ ଦେଶରେ ଆମର ଆଉ ଏକ ରାମ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା। ଇଏ ମାତ୍ର ବୈଦେଶ୍ୱର ତ୍ରିକୁଟ ଧାମରୁ 8 କିଲୋମିଟର ଦୂରତାରେ ଅବସ୍ଥିତ। ଯେକୌଣସି ଭକ୍ତ ପୁରୀରୁ ଆସି ଦେଖିପାରନ୍ତି। ବର୍ତ୍ତମାନ ଦେଖନ୍ତୁ, ଇଏ ହେଉଛି ବୈଦେଶ୍ୱର ତ୍ରିକୁଟ ଧାମର ଯେଉଁ ରାମନାଥ ପୀଠ। ବର୍ତ୍ତମାନ ରାମନାଥ ପୀଠର ଦୃଶ୍ୟ ଦେଖନ୍ତୁ, ତାର ଗେଟ୍ଟା କେତେ ସୁନ୍ଦର କରାଯାଇଛି ଏବଂ ଆଗରେ ଦେଖିବେ ବର୍ତ୍ତମାନ ବୃଷଭ ବସିଥିବେ। ବର୍ତ୍ତମାନ ପାହାଡ଼ରୁ ରାମନାଥଙ୍କୁ ଦର୍ଶନ କରି ପାହାଡ଼ର ପାଦଦେଶରେ ଚିତ୍ରୋତ୍ପଳ ମହାନଦୀ କୂଳରେ କଟକ ଜିଲ୍ଲା ବାଙ୍କି ବୈଦେଶ୍ୱର ଆଉ ବଡ଼ମ୍ବା ସୀମାନ୍ତରେ ମହାନଦୀର ଗର୍ଭଗୃହରେ ବିରାଜିତ ଚିତ୍ରକୂଟ ଧାମ। ରମଣୀୟ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ସ୍ଥାନ, ଯେଉଁ ଧାମଗୁଡ଼ିକରେ ପୂଜା ପାଇ ଆସୁଛନ୍ତି ବାବା ସିଂହନାଥ, ବାବା ବୈଦ୍ୟନାଥ ଓ ଶ୍ରୀ ଶ୍ରୀ ରାମନାଥ ଦେବ। କିମ୍ବଦନ୍ତୀ କୁହେ, ପିତୃସତ୍ୟ ପାଳନ କରିବା ପାଇଁ ପ୍ରଭୁ ରାମଚନ୍ଦ୍ର 14 ବର୍ଷର ବନବାସ ସମୟରେ ଏଇଠାରେ ମହାନଦୀର କୂଳରେ 3 ଠାକୁରଙ୍କୁ ସ୍ଥାପନ କରିଥିଲେ। ସେବେଠାରୁ ଏଠାରେ ପର୍ବପର୍ବାଣୀ ସମୟରେ ମେଳା ଲାଗିଥାଏ। ଏବେ ପହଞ୍ଚି ସାରିଛି ପର୍ଯ୍ୟଟନର ଋତୁ। ତ୍ରିକୁଟ ଧାମରେ ଲାଗିଲାଣି ପର୍ଯ୍ୟଟକଙ୍କର ଖଚାଖଚ ଭିଡ଼। ବଣଭୋଜିଠାରୁ ଆରମ୍ଭ କରି ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୁର ମଜା ନେବା ପାଇଁ ଏହା ହେଉଛି ପ୍ରକୃଷ୍ଟ ସ୍ଥାନ। ये होउछन्ति बैद्यनाथ, रामनाथ, सिंहनाथ, ତ୍ରିକୁଟ ଧାମ। ये भी पर्यटन विभाग आकु दायित्व रे नेछि, किंतु खाली कागज पत्र रे नेछि।
ଆଉ ଇଏ ବହୁତ ପୁରାତନ ଶୈବପୀଠ, ବହୁତ ପୁରାତନ ଶୈବପୀଠ। ଆର ବହୁତ ଐତିହାସିକ କିମ୍ବଦନ୍ତୀ ଅଛି, ପୌରାଣିକ କିମ୍ବଦନ୍ତୀ ବି ଅଛି। ଏଠି ରାମ ଲକ୍ଷ୍ମଣ ସୀତା ତିନି ଠାକୁର ଆସି ବୁଲିଥିଲେ ବନବାସ ସମୟରେ। ତିନି ଠାକୁରଙ୍କୁ ତିନି ଜଣ ସ୍ଥାପନ କରିଥିଲେ। ତେଣୁ ତାଙ୍କ ନାମ ଅନୁସାରେ ଇଏ, ସୀତାଙ୍କ ନାମ ଅନୁସାରେ ଇଏ ବୈଦ୍ୟନାଥ ବୈଦେହୀ, ବୈଦେହୀଙ୍କ ନାମ ଅନୁସାରେ ବୈଦ୍ୟନାଥ ହୋଇଛି। ତାପରେ ଲକ୍ଷ୍ମଣ ସ୍ଥାପନ କରିଥିଲେ ସିଂହନାଥ, ତାଙ୍କ ନାମ ଅନୁସାରେ ସିଂହନାଥ ହେଇଛି। ତାପରେ ରାମନାଥ, ଇଏ ସର୍ବପୁରାତନ ଇଏ। କିନ୍ତୁ ଏଠି ବହୁତ ପ୍ରକାର ଇଏ ଅବହେଳା ହଉଛି, ମାନେ ପର୍ଯ୍ୟଟନ ଯିବା ଆସିବା ପାଇଁ ରାସ୍ତାର ଗମନାଗମନର ସୁବିଧା ନାହିଁ। ଆଲୋକୀକରଣ ପୁରା ଠପ୍ କହିଲେ ଚଳେ। ମାନେ ଏଇ ଲୋକାଲ ପିଲା କିଛି ସାମାନ୍ୟ ଲାଇଟ୍ କିଛି ଯୋଗେଇ ଦଉଛନ୍ତି, କିନ୍ତୁ ଆଲୋକୀକରଣ ବିଲକୁଲ ବ୍ୟବସ୍ଥା ନାହିଁ। ଆଉ କିଛି କାମ ତା ଭିତରେ ହଉଛି, କିନ୍ତୁ ବହୁତ ସ୍ଥାଣୁ ଅବସ୍ଥାରେ ରହିଛି। ମାନେ ବହୁତ ପୁରାତନ, ସେ 3 ବର୍ଷ 4 ବର୍ଷ ହେଲା ଧରିକି ତା ଦେହରେ କନଷ୍ଟ୍ରକ୍ସନ କାମ କରୁଛନ୍ତି, ଯାହାଦ୍ୱାରା ମେଟେରିଆଲ ଫେଟେରିଆଲ ପକେଇକି ସେ ସବୁ ଭାରି ଅବ୍ୟବସ୍ଥାରେ ପଡିଛି। ଆଉ ପର୍ଯ୍ୟଟନ ଋତୁ ଯେହେତୁ ଆସିଛି, ଇଏ ସର୍ବପୁରାତନ ପୀଠ ହେଇଥିଲେ ମଧ୍ୟ ଏଠି ଟିକେ ସ୍ଥାଣୁ ଭଳିଆ ଲାଗୁଛି, ନିଷ୍କ୍ରିୟ ଭଳିଆ ଜାଗା ଗୁଡାକ ସବୁ ଲାଗୁଛି। ପାଣି ଗମନାଗମନ ଏସବୁ କିଛିର ସୁବିଧା ବର୍ତ୍ତମାନ ସୁବିଧା ନାହିଁ। ଏବେ ବି ଖୋଲା ଟ୍ୟାପ ନୂଆ ଲାଗିଛି, କିନ୍ତୁ ତା ଦେହରେ ଟ୍ୟାପ ଫିଟିଂ ହେଇପାରୁନି। କିଛି ମାନେ କୌଣସି ପ୍ରକାର ପର୍ଯ୍ୟଟନ ପାଇଁ କୌଣସି ପ୍ରକାର ସୁବିଧା ହିଁ ନାହିଁ। ତେଣୁ ଯାହାଦ୍ୱାରା କି ପର୍ଯ୍ୟଟନ ମାନେ ଏଇ ଜାଗାକୁ ଆସିବା ପାଇଁ ମନ ଫେରେଇ ଦଉଛନ୍ତି। ତେଣୁ ଏଇ ସବୁ ଅବ୍ୟବସ୍ଥା ଚାଲିଛି। ପ୍ରବଳ ଭିଡ଼ ଆସନ୍ତି, ଫରେନ୍ କଣ୍ଟ୍ରିରୁ ଲୋକ ଆସୁଛନ୍ତି, ଓଡ଼ିଶା ବାହାରୁ ଲୋକ ଆସୁଛନ୍ତି, କଲିକତା, ବମ୍ବେ, ଦିଲ୍ଲୀ ମହାନଗରରୁ ସବୁ ଆସୁଛନ୍ତି, ମହାସିଟିରୁ ସବୁ ଆସୁଛନ୍ତି ଲୋକମାନେ। ସେମାନେ ଆସିକି ବୁଲିକି ଦେଖିକି ଯାଉଛନ୍ତି। ଏ ପରିବେଶ ଅଛି, ଏ ଅଛି। ଏଠି ଲୋକମାନଙ୍କ ପାଇଁ ପ୍ରସାଦ ଖାଇବା ପାଇଁ ଭୋଗ ମଣ୍ଡପ ଟିକେ ନାହିଁ, ଆଉ ପାଣିର ସୁବିଧା ନାହିଁ, ଆଉ ତାପରେ ଗଲେ ବସା ଉଠା କରିବା ପାଇଁ ଟିକେ ସେମିତି ଜାଗା ନାହିଁ। ଏଠି ଦେଖିବାର ଅଛି ସିଂହନାଥଙ୍କର ବହୁତ ପୁରୁଣା ଜାଗା, ତ୍ରେତୟା ଯୁଗର ଠାକୁର। ସିଂହନାଥଙ୍କର ସପ୍ତମ ଶତାବ୍ଦୀ ଅଷ୍ଟମ ଶତାବ୍ଦୀର ମନ୍ଦିର, 1500-1600 ବର୍ଷର ମନ୍ଦିର। ଏଠାରେ 3 ଧୂପ 5 ଅବକାଶ। ପବିତ୍ର ପର୍ଯ୍ୟଟନ ସ୍ଥଳୀଟି ଯେତିକି ଲୋଭନୀୟ, ସେତିକି ମନମୁଗ୍ଧକର ସ୍ଥାନ। ଏହା ଏବେ କେନ୍ଦ୍ର ସରକାରଙ୍କର ପ୍ରତ୍ନତତ୍ତ୍ୱ ବିଭାଗ ଦାୟିତ୍ୱରେ ରହିଛି, କିନ୍ତୁ ଏବେ ବି ଆନୁଷଙ୍ଗିକ ସମସ୍ୟା ଘେରରେ ରହିଛି ଏହି ତ୍ରିକୁଟ ଧାମ। ପୂର୍ବରୁ ଏଠାକୁ ଆସିବାକୁ ହେଲେ ନେବାକୁ ପଡୁଥିଲା ଦେଶୀ ଡଙ୍ଗାର ସାହାରା। ବର୍ତ୍ତମାନ ସିଂହନାଥ ଦେବଙ୍କ ପୀଠରୁ ମହାନଦୀ ଉପରେ ଟି ସେତୁ ନିର୍ମାଣ ହୋଇଛି, କିନ୍ତୁ ପିଇବା ପାଣି, ଗାଡ଼ି ପାର୍କିଂ ଆଉ ଶୌଚାଳୟ ସାଙ୍ଗକୁ ଆଲୋକୀକରଣ ଭଳି ବିଭିନ୍ନ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଅନ୍ୟପଟେ ବୈଦ୍ୟନାଥ ଓ ରାମନାଥ ଦେବଙ୍କ ପୀଠକୁ ନାହିଁ ପକ୍କା ରାସ୍ତା। ସେଠାରେ ଏବେ ବି ପିଇବା ପାଣିର ରହିଛି ସମସ୍ୟା। ଏହା ସହିତ ଦୂରଦୂରାନ୍ତରରୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ନା ଅଛି ପାନ୍ଥ ନିବାସ, ନା ଅଛି ଯାତ୍ରୀ ବିଶ୍ରାମଗାର। ଯେଉଁ ଗୋଟିଏ ବହୁ ପୁରାତନ ଡାକବଙ୍ଗଳା ରହିଥିଲା, ତାହା ଏବେ ବି ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ପାଲଟିଛି ଭୂତ କୋଠି। ପିକନିକ୍ ସ୍ପଟ୍ ଉପରେ ସିଂହନାଥ ଦେବ ଅଷ୍ଟମ ଶତାବ୍ଦୀର ମନ୍ଦିର। ଆମର ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ଏଇ ପଥ ଦେଇ ବନବାସ ଯାଇଥିଲେ। ତାଙ୍କ ଭାଇ ସାନ ଭାଇ ଲକ୍ଷ୍ମଣ ବାଲୁକାରେ ଶିବଲିଙ୍ଗ ସ୍ଥାପନ କଲା ଭିତରେ ପ୍ରଭୁ ଶଙ୍କର ଆବିର୍ଭାବ ହେଲେ। ତାଙ୍କର ନାମ ଅନୁସାରେ ଦିଆହେଲା ସିଂହନାଥ। ଏ ବହୁ ପୁରାତନ ମନ୍ଦିର। ଏଠାକୁ ଦେଶ ଦୂରାନ୍ତରୁ ବହୁ ରାଜ୍ୟରୁ ଭକ୍ତ ଆସନ୍ତି, ସମାଗମ ହୁଅନ୍ତି। ଏବଂ ସରକାରଙ୍କ ତରଫରୁ ଟି.ଭି ହେଲା ପରେ ଗହଳିକି ଆଖି ଆଗରେ ରଖି ସରକାର ଆହୁରି ତତ୍ପରତା ହେବା ଦରକାର। ଦେଖିବା ଆମର ପାହାଡ଼ର ମଧ୍ୟଭାଗରେ ଅଛି ଆମର ସୀତାକୁଣ୍ଡ, ଆଉ ସୌରଭେଦ ହେଇଛି ଆମର ରଥ ଚକା, ହନୁମାନ ଠାବ ଏସବୁ ଅଛି। ରାମନାଥ, ବଦ୍ରୀନାଥ, ମୁଖ୍ୟ ହେଲେ ସିଂହନାଥ ତ୍ରିକୁଟ ଧାମରେ ପରିଚିତ। ଏଠିକି ଦିନକୁ ପାଖାପାଖି 1000-2000 ଲୋକ ଆସନ୍ତି ବୁଲିବା ପାଇଁ। ଏଠି ବୈଦ୍ୟନାଥ ଅଛନ୍ତି, ରାମନାଥ ଠାକୁର ଅଛନ୍ତି, ଏଠି ସିଂହନାଥ ସ୍ଥାନ ଅଛି, ଏଠି ସୀତାକୁଣ୍ଡ ଅଛି, ଏଠି ଆମର ଗୁମ୍ଫା ଅଛି, ରାମନାଥ ଅଛନ୍ତି ଏଠି ବି। ଏଠି ନଦୀ ଚାରିପାର୍ଶ୍ୱରେ ଦେଖିବେ ବାଲି ସଜ୍ଜା। ଏଠି କି ବ୍ରିଜ୍ ହେଉଛି କଟକ ଜିଲ୍ଲାର, ଓଡ଼ିଶାର ବଡ଼ ବ୍ରିଜ୍ କହିଲେ ଏଇଟା। ପର୍ଯ୍ୟଟନ ଆସିବାକୁ ହେଲେ ଆଉ ଟିକେ ଆମେ ଚାହୁଁଛୁ ସିଂହନାଥରେ ଆଉ ଟିକେ ଉଚ୍ଚତମ କାମ ଟିକେ ହେଲେ ଆଉ ଟିକେ ହବାକୁ। ଏଠି ଆମର ଏଇଟା ସିଂହନାଥ ଠାକୁରଙ୍କ ଏଠି ଚାରିପଟ ଯାକ ପରିଷ୍କାର ପରିଚ୍ଛନ୍ନ ହବ। ଗଛ ମଛ ଟିକେ ଆଉ ଟିକେ ଲଗେଇକି ଆଉ ଟିକେ ଗଛ ବୁଟା ଭଳିଆ ଆଉ ଟିକେ ଉଞ୍ଚା ହେବାକୁ ଆମେ ଚାହୁଁଛୁ। ଚାରିପଟ ଯାକ ଜାଗା ଟିକେ ହବା ପାଇଁ ପିଇବା ପାଣି ଆଉ ଟିକେ ସୁବିଧା ହେଇଗଲେ ଭଲ ହୁଅନ୍ତା। ନଳକୂପ ପାଣି ଯୋଉ ଅଛି ତାଠୁ ଆଉ ଟିକେ ଗାଡ଼ି ପାର୍କିଂ ହେଇଗଲେ ଆମକୁ ଆଉ ଟିକେ ସୁବିଧା ହବ। ଋତୁକୁ ନେଇ ଏବେ ଚଳଚଞ୍ଚଳ ବାଙ୍କି ଓ ବଡ଼ମ୍ବା ସୀମାନ୍ତରେ ରହିଥିବା ତ୍ରିକୁଟ ଧାମ। ଅନ୍ୟପଟେ ଯଦିଓ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ଭିଡ଼ ଏବେ ବେଶ୍ ଜମୁଛି, କିନ୍ତୁ ଏଭଳି ଜନଗହଳି ମଧ୍ୟରେ ଅଭାବ ରହିଛି
अनेक आनुषंगिक व्यवस्था तो केउठी पीवा पानी अभाव रही तो आउ केउठी बिजुली बत्तीर अभाव तो ए सबु अभाव भितर एबे चली त्रिकुट धाम रे पर्यटक बेस समागम आसुंट दूर दूरांतर पर्यटक मैंने बेस मजा उठाती ये त्रिकुट धाम विभिन्न प्राकृतिक सौंदर्यर वातावरण को नहीं कटक जिला बांकीर टी सेतु परिसर मनोज कुमार दलई नक्षत्र न्यूज। दुनिया तू ही रे मेरी खुशियाँ तू ही रे रात दिन तेरे लिए सजदे करूं मो जीवने सुख नहीं दुख नहीं तेणु बंचिबार माने नहीं ए जीवने मो जीवने